ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଏବେ ଗୋଟେ ଗୁରୁତ୍ୱପୂର୍ଣ୍ଣ ଖବର ଆସି ସୁଭଦ୍ରା ଯୋଜନା ବିଷୟରେ, ଯାହାକି ଯେଉଁମାନଙ୍କୁ 1 ଟଙ୍କା କ୍ରେଡିଟ୍ ବା ବ୍ୟାଙ୍କ ଆକାଉଣ୍ଟ ଆସି ସେମାନଙ୍କୁ ଆସନ୍ତାକାଲି 17ରେ ମିଳିବ ସୁଭଦ୍ରା ଟଙ୍କା। ଆଉ ଯେଉଁମାନଙ୍କୁ ଆସିନି ସେମାନଙ୍କୁ ମିଳିବ କି ନାହିଁ ଏ ବିଷୟରେ ଖବର ଆସି ଆମର ଉପମୁଖ୍ୟମନ୍ତ୍ରୀ ପ୍ରତିଭା ପରିଡ଼ା କହିଛନ୍ତି ଯେ ଆମର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ। ଯେଉଁମାନଙ୍କ ଆସି ସେ ଖାଲି ଚେକ୍ କରାହେଉଛି ସେମାନଙ୍କ ଆକାଉଣ୍ଟ ସବୁ ଠିକ୍ଠାକ୍ ଅଛି ନାହିଁ, ତେଣୁ 1 ଟଙ୍କା ସବୁ ଛଡ଼ା ଯାଇଛି। ଆଉ ଯେଉଁମାନଙ୍କ ଆସିନି ସେମାନଙ୍କ ଆକାଉଣ୍ଟ କୌଣସି ଅସୁବିଧା ଥିବ, ନହେଲେ ଫେଜ୍ ୱାଇଜ୍ ପଛରେ ଛଡ଼ା ହେବ। ତେଣୁ ସେମାନଙ୍କ କୌଣସି ବ୍ୟସ୍ତ ହେବାର ନାହିଁ। ତେଣୁ ପ୍ରାୟ 1 କୋଟି ପରେ ଯେମିତି ଲୋକଙ୍କୁ ମିଳିବ। ତେଣୁ ପ୍ରାୟ ଏଇନେ ବର୍ତ୍ତମାନ 60-70 ଲକ୍ଷ ଆପ୍ଲାଏ କରିସାରିଲେଣି। ସେଇମାନଙ୍କୁ ପ୍ରଥମେ ଆଗ ଯେଉଁମାନେ ଅଛି ଫେଜ୍ ୱାଇଜ୍ ସବୁ ମିଳିବ। ଏଥିରେ ବ୍ୟସ୍ତ ହେବାର ନାହିଁ। ଆପଣମାନେ କହନ୍ତି ମୋର ଆସିନି ତ ମେସେଜ୍, ଟଙ୍କା ଆସିନି ମୋତେ ମିଳିବନି, ତାକୁ ଆସି ତାକୁ ମିଳିବ। ନା, ସମସ୍ତଙ୍କୁ ମିଳିବ। ଯେଉଁମାନଙ୍କର ସବୁ ଆସିଛି ତାଙ୍କ ସବୁ ଆକାଉଣ୍ଟ ଚେକ୍ ହେଉଛି ଠିକ୍ ଅଛି କି ନାହିଁ, ସବୁ ଫେଜ୍ ୱାଇଜ୍ ଛଡ଼ା ହେବ। ଆଉ ଯେଉଁମାନଙ୍କୁ ଆସିନି କ'ଣ କରିବାକୁ ପଡ଼ିବ ବୋଲି କିଛି ନାହିଁ, କିଛି କରିବା ଦରକାର ନାହିଁ। ଆପଣଙ୍କ ମନକୁ ମେସେଜ୍ ଆସିବ। ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତି ସମସ୍ତଙ୍କୁ ମିଳିବ, ଏଥିରେ କୌଣସି ଡାଉଟ୍ ନାହିଁ। ଏବେ ରେଜିଷ୍ଟ୍ରେସନ୍ ଚାଲିଛି। ଯେଉଁମାନେ ଆଗ କରିଛନ୍ତି ସେମାନେ ଆଗ ମିଳିବ, ଯେଉଁମାନେ ପଛରେ କରିଛନ୍ତି ସେମାନଙ୍କୁ ପଛରେ ମିଳିବ। ଏଥିରେ କୌଣସି ଅସୁବିଧା ନାହିଁ କି ଦ୍ୱିମତ ନାହିଁ। ତେଣୁ ସମସ୍ତଙ୍କୁ ମିଳିବ। ପ୍ରଥମ କିସ୍ତି କାହାକୁ ଆଗ ମିଳିବ, କାହାକୁ ପଛରେ ମିଳିବ। ଏମିତି ଫେବୃଆରୀ ମାସ ଯାଏଁ ଚାଲିବ। ପ୍ରାୟତଃ ମହିଳାମାନଙ୍କ ଭିତରେ ଅନେକ ଦ୍ୱନ୍ଦ୍ୱ ଅଛି ଯେ ଯେଉଁମାନଙ୍କର ଆକାଉଣ୍ଟକୁ ଆସିଛି 1 ଟଙ୍କା ତାଙ୍କୁ ମିଳିବ, ଆଉ ଯେଉଁମାନେ ଆସିନି ତାଙ୍କୁ ମିଳିବ ନା, ଏଇଟା ଭୁଲ କଥା। ସେମାନେ ଚେକ୍ କରୁଛନ୍ତି ଯେଉଁମାନଙ୍କ ଆକାଉଣ୍ଟକୁ ଟଙ୍କାଟା ଆସିଲା ସେମାନଙ୍କର ସବୁ କ୍ଲିୟର, ସେମାନେ ଡାଇରେକ୍ଟ ଟଙ୍କା ସବୁ ଏଥର ମିଳିପାରିବ। ଆଉ ଯେଉଁମାନଙ୍କର ଆସିନି ମେସେଜ୍ ଆସିଯିବ, ଫେଜ୍ ୱାଇଜ୍ କାମ ଚାଲିଛି, ଆସିବ। ନହେଲେ ଯେ କ'ଣ ଅସୁବିଧା ଅଛି ସେଇଟା ଠିକ୍ କରିବାକୁ ପଡ଼ିବ। ଯେମିତି ଆଧାର ସେଟିଂ, ଆମର ଆଧାର ସେଟିଂ ହେଇନି, ମୋବାଇଲ ଲିଙ୍କ ହେଇନି, ପ୍ରାୟ କରିବାକୁ ପଡ଼ିବ। ତେଣୁ ଏଥିରେ କୌଣସି ଦ୍ୱନ୍ଦ୍ୱ ରଖିବାକୁ ପଡ଼ିବ ନାହିଁ। ଏପର୍ଯ୍ୟନ୍ତ ଯେତେ ଫର୍ମ ପଡ଼ିଛି ସବୁଥିରୁ କିଛି ରିଜେକ୍ଟ ହେଲା ଭଳିଆ ଶୁଣାଯାଉଛି। କାରଣ ତାର ଯୋଗ୍ୟ ଯେଉଁ ଥିଲା, ଯେଉଁ ସୂଚନା ଡିକ୍ଲେୟାର ଥିଲା, ଆପଣ ସେ ଡିକ୍ଲେୟାର ଯଦି ନ ହେଉଥିବେ ଆପଣଙ୍କୁ ମିଳିବନି। ଯେମିତି 21 ବର୍ଷରୁ ଅଧିକ ହୋଇଥିବ, 60 ବର୍ଷରୁ କମ୍ ହେଉଥିବ। କିନ୍ତୁ ପ୍ରାୟ 21 ବର୍ଷର କମ୍ ଓ 60 ବର୍ଷ ଅଧିକ ସମସ୍ତେ ଆପ୍ଲାଏ କରିଛନ୍ତି। ତେଣୁ ସେମାନେ କ'ଣ ହେବ, ରିଜେକ୍ଟ ହେବ। ତେଣୁ ପ୍ରାୟ ଫର୍ମ ରିଜେକ୍ଟ ହେବ, ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ଆପଣମାନଙ୍କ ଯୋଗ୍ୟ ମାନଦଣ୍ଡ ଯାହା ଅଛି ସବୁ ଦେଖିଲା ପରେ ଆପଣମାନଙ୍କୁ ମିଳିବ। ସେ ପଇସା କାହିଁକି ଗୋଟେ ଟଙ୍କା ଆପଣଙ୍କୁ ଦେଲେ ନା, ଏ ବାଟ ମାରଣା ହେବ ନାହିଁ। କୌଣସି ଥାର୍ଡ଼ ପାର୍ଟି ଆପଣଙ୍କୁ କହିକିରି ପଇସା ନେଇଯିବ ନା, ସେଣୁ ଗୋଟେ ଟଙ୍କା ଦେଇକି ଚେକ୍ କରୁଛନ୍ତି, ଠିକ୍ ଟଙ୍କାଟା ଯାଇ ପାଖରେ ପହଞ୍ଚିବ। ଏଥିରେ ବାଟ ମାରଣାର ଅପସନ୍ ଉଠୁନି। ତେଣୁ ଆପଣ ବ୍ୟସ୍ତ ନ ହୋଇ ଅପେକ୍ଷା କରନ୍ତୁ। ଯେଉଁମାନଙ୍କ ଆକାଉଣ୍ଟକୁ 1 ଟଙ୍କା ଆସିଛି ସେମାନେ ପରୀକ୍ଷାମୂଳକ ଭାବରେ ଚେକ୍ କରାଯାଉଛି କି ସେମାନେ ଟଙ୍କାଟେ ଯାଇଛି କି ନାହିଁ। ତେଣୁ ତାଙ୍କର ଆକାଉଣ୍ଟ ଚାଲୁଅଛି ବୋଲି ଏଥିରେ ଜଣାପଡ଼ିଯିବ। ଆଉ ଯେଉଁମାନେ ଯାଇନି, ପ୍ରାୟ ଆକାଉଣ୍ଟ ଚାଲୁନାହିଁ, KYC ହେଇନି, ସେଡ଼ିଂ ହେଇନି। ତେଣୁ ଏଥିରେ କୌଣସି ବ୍ୟସ୍ତ ହେବାର ନାହିଁ। ଇଏ ହେଉଛି ଆମର ଶେଷ ହିତାଧିକାରୀ ପର୍ଯ୍ୟନ୍ତ ମିଳିବ। ତେଣୁ ଆପଣ ବ୍ୟସ୍ତ ନ ହୋଇ ଏଗୁଡ଼ା ସବୁ ଗୋଟିଏ ଗୋଟିଏ କରି ଫର୍ମ ଦେଖନ୍ତୁ। ଯଦି କୌଣସି କାରଣ ସବୁ ରିଜେକ୍ଟ ହେଇଛି ତାକୁ ଆଉ ଥରେ ଆପ୍ଲାଏ କରିଦିଅନ୍ତୁ। ଏଥିରେ ସୁଭଦ୍ରା ଯୋଜନା ଯେଉଁମାନେ ପାଇଯାଆନ୍ତି 1 ଟଙ୍କା, ସେମାନଙ୍କ ଆକାଉଣ୍ଟ ଲିଙ୍କ ଠିକ୍ ଅଛି, ସେମାନଙ୍କର ସବୁ ଡାଟା ଠିକ୍ ଅଛି, ତେଣୁ ସେମାନେ ପାଇଯାଆନ୍ତି। ଯେଉଁମାନଙ୍କର ଆସିନି ତାଙ୍କର ଆକାଉଣ୍ଟ ଲିଙ୍କ ନଥାଇପାରେ, ଡାଟା ଲିଙ୍କ ନଥାଇପାରେ। ତେଣୁ ଏଥିରେ କୌଣସି ସନ୍ଦେହ ନାହିଁ। ଆପଣମାନେ ଚିନ୍ତା ନ କରିକିରି ଆପଣଙ୍କର ଯଦି କ'ଣ ପାଇଁ ହେଇନି ସେଇଟା ଦେଖନ୍ତୁ, ଦେଖିଲା ପରେ ଆପଣ କହିବେ। ତେଣୁ ସୁଭଦ୍ରା ଯୋଜନା ଏବେ ଯେଉଁମାନେ ଆଇଛି ସେମାନେ ଫାଷ୍ଟ ଫେଜ୍ ପାଇବେ, ଆପଣ ପଛରେ ପାଇବେ। କିନ୍ତୁ ପ୍ରଥମ ଇନଷ୍ଟଲମେଣ୍ଟ ସମସ୍ତଙ୍କୁ ମିଳିବ, ଶେଷ ହିତାଧିକାରୀକୁ ମିଳିବ। ତେଣୁ ଆପଣମାନେ ଚିନ୍ତା ନ କରି ଅପେକ୍ଷା କରନ୍ତୁ। ଆମ ଭିଡ଼ିଓ ଯଦି ଆପଣଙ୍କୁ ଭଲ ଲାଗୁଥିବ ଲାଇକ୍ କରିବେ, ସେୟାର କରିବେ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ଭଲରେ ରୁହନ୍ତୁ ସମସ୍ତେ।